ମୁଁ ମୋ ବିଷୟରେ ଗୋଟେ କଥା କହୁଛି। ମୁଁ ଏବେ ଚାକିରିରେ ଅଛି ଡ୍ରାଇଭର ହିସାବରେ। କିନ୍ତୁ ଆପଣ ଜାଣିଥିବେ ଡ୍ରାଇଭର ଲୋକମାନେ ଟିକେ ଦୁଃଖୀ ଲୋକ। କିନ୍ତୁ ଆମେ ଚାରି ଭାଇ ମଧ୍ୟରେ ଦୁଇ ଭଉଣୀ। ଆମେ ଚାରି ଭାଇଙ୍କର କଥାବାର୍ତ୍ତା ସବୁ ସମାନ, ଭାଇଚାରା ଭଲ, ସମ୍ପର୍କ ଭଲ। କିନ୍ତୁ ସମସ୍ତେ ନିଜେ ନିଜ ବାଟରେ। ତ ସବୁ ଭାଇଙ୍କର ଗୋଟେ ଗୋଟେ ମାସ ବାପା ମାଆରେ ପାଡ଼ି ଆସେ। ଯେଉଁ ବାପା ମାଆ ଆମକୁ ଜନ୍ମ କଲେ କେବେ ଅଲଗା କଲେନି, କିନ୍ତୁ ଆମେ ବଡ଼ ହେଲେ ଅଲଗା କରିଦେଲୁ। କିନ୍ତୁ ଗୋଟେ ଗୋଟେ ବାପା ମାଆ ପାଖରେ, ଗୋଟେ ଭାଇ ପାଖରେ ମାସେ, ଗୋଟେ ଭାଇ ପାଖରେ ମାସେ, ଏମିତି ଚାଲିଛି। ସେପ୍ଟେମ୍ବର ମାସ 1 ତାରିଖରୁ ଆଜିଠୁ ମୋର ବାପା ମାଆଙ୍କର ପାଳି ମାସେ ହେବେ। ଫେର୍ ଅକ୍ଟୋବର, ଅଗଷ୍ଟ ମାସ, ସେପ୍ଟେମ୍ବର ମୋର, ଅକ୍ଟୋବର ଆଉ ଜଣେ ଭାଇର, ଏମିତି ଚାଲିବ ଆଉ। ଚାରି ଭାଇ 4 ମାସ। ଆପଣ ବିଶ୍ୱାସ କରିବେନି, ମୁଁ କହିପାରିବିନି, ପ୍ରଭୁ ଜଗନ୍ନାଥଙ୍କର ମାଟିରେ ଆମେ ଜନ୍ମସ୍ଥଳ ଓଡ଼ିଶାରେ, ମା' ଶାରଳାଙ୍କ ମାଟିରେ ଆମେ ଜଗତସିଂହପୁର ଡିଷ୍ଟ୍ରିକ୍ଟର ପିଲା, ଯେଉଁକି ଆମେ ବହୁତ ଗର୍ବିତ କି ମା' ଶାରଳା ଭଳି ଆମକୁ ଠାକୁର ମିଳିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଭଳି ଆମକୁ ଓଡ଼ିଶାରେ ପ୍ରଭୁ ମିଳିଛନ୍ତି। କାଲି ମଧ୍ୟ ମୋ ପାଖରେ କିଛି ଥିଲାନି, ନା ସଉଦା ଥିଲା ନା କିଛି ଥିଲା। କିନ୍ତୁ ଯେତେବେଳେ ବାପାଙ୍କ ପାଲି ଆଣିଥିଲା, ମୁଁ ମିସେସ୍ କହିଲେ କ'ଣ କରିବା, ମୁଁ ନାଇଁ କରିବା। କିନ୍ତୁ ଆଜି ସବୁ ଆରେଞ୍ଜ ହେଇଗଲା। ସେ ପ୍ରଭୁ ଜଗନ୍ନାଥ ଆଲ୍ଲାହ ଈଶ୍ୱରଙ୍କୁ ମୋର କୋଟି କୋଟି ପ୍ରମାଣ, ମୋର ଧନ୍ୟବାଦ। ଯାହା ହଉ ମୋ ମାଲିକ ଯେ, ତାଙ୍କୁ ପ୍ରଭୁ ଜଗନ୍ନାଥ ଭଲ ରଖନ୍ତୁ। ଏବଂ ସେଇ ମାଲିକ ପାଇଁ ଆଜି ମୁଁ ବହୁତ ଖୁସି, ଯେହେତୁ ସେ ସବୁ ମୋ ଦୁଃଖରେ ସାହାଯ୍ୟରେ ଠିଆ ହେଇଛନ୍ତି। ଏ 2 ମାସର ଚାକିରି କରୁଛି, 2 ମାସ ଭିତରେ ମୋର କୌଣସି ଗୋଟେ ଅସୁବିଧା ହେଇନି। ସେଇ ମୋ ମାଲିକ ଶ୍ରୀକ୍ଷେତ୍ର ଗଣନାଟ୍ୟର ପ୍ରତିଷ୍ଠାତା ମାଲିକ ସୁଧୀର ପ୍ରତିବାବୁଙ୍କୁ କୋଟି କୋଟି ପ୍ରଣାମ। ଭଗବାନ ତାଙ୍କୁ ସର୍ବଦା ବଳେ ଭଲ ରଖୁ। ଜୟ ହିନ୍ଦ।